ମାନେ ବର୍ତ୍ତମାନ ଆମେ ଅଷ୍ଟମ ଶ୍ରେଣୀ ଆମ ବିଜ୍ଞାନର ଧାତୁ ଓ ଅଧାତୁର ଆମର ବହିରେ ଯୋଉ ପ୍ରଶ୍ନାବଳୀ ଦେଇଛି ତାର ଆମେ ଉତ୍ତର ଦେଖିବା। ବୁଝିହେଲା? ଧାତୁ ଧାତୁ ସୁନ୍ଦର ଚାପ୍ଟର, ବହୁତ ଜୀବନ ଯାକ ପଢୁଥିବ, +2 +3 ଗ୍ରାଜୁଏସନ ଯେତେ ସବୁ ଏଣ୍ଟ୍ରାନ୍ସ ଦିଅ ଧାତୁ ଧାତୁରୁ କୋଶ୍ଚିନ୍ ଆସିବ। ତେଣୁ ଧାତୁ ଧାତୁକୁ ପୁରା ସମ୍ପୂର୍ଣ୍ଣ ଭାବେ ବୁଝିକି କୋଶ୍ଚିନ୍ କରିବ। ତାହେଲେ ପ୍ରତ୍ୟେକ ପ୍ରଶ୍ନର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ ଉତ୍ତରଟିକୁ ଲେଖ। ପିଲାମାନେ କେଉଁ ଉକ୍ତିଟି ଠିକ ଦେଇଛି? ପିଲାମାନେ ଦେଖ ତାହେଲେ କେଉଁ ଉକ୍ତିଟି ଆମର ଠିକ। ପ୍ରଥମେ ଦେଲା ସବୁ ଧାତୁ ତନ୍ୟ। ବୁଝିହେଲା? ତାପରେ କ'ଣ ଦେଲା? ସାଧାରଣତଃ ଧାତୁ ଗୁଡ଼ିକ ତନ୍ୟ। ତାପରେ କ'ଣ ଦେଲା? ସବୁ ଅଧାତୁ ତନ୍ୟ, କେତେକ ଅଧାତୁ ତନ୍ୟ। ପିଲାମାନେ ଧାତୁ ମାନେ ମେଟାଲ ହେଲା, ଧାତୁ ଗୁଡ଼ିକ ସାଧାରଣତଃ ତନ୍ୟତା ଗୁଣ ଥାଏ। ତାହେଲେ ସବୁ ଧାତୁ ହେଉଛି ତନ୍ୟ। ତାହେଲେ କଟା ହେଉଛି ଆମର କରେକ୍ଟ ଆନ୍ସର। ତାପରେ ଡବଲ ଆଇରେ ପିଲାମାନେ ଯିବା, କେଉଁ ଉକ୍ତିଟି ଠିକ ହେଲା? ସେ କ'ଣ ଦେଇଛି? ସବୁ ଧାତୁ ବିଦ୍ୟୁତ ପରିବାହୀ। ତାପରେ ଅଧିକାଂଶ ଧାତୁ ବିଦ୍ୟୁତ ପରିବାହୀ। ସେମିତି ପିଲାମାନେ ଏଠି ଡାଇରେକ୍ଟ ଲେଖିବ ସବୁ ଧାତୁ ବିଦ୍ୟୁତ ପରିବାହୀ ହେଲା। ଅଧାତୁ ହେଉଛି ବିଦ୍ୟୁତ ପରିବାହୀ ଆଉ ଧାତୁ ଗୁଡ଼ିକ ହେଉଛି ବିଦ୍ୟୁତ ପରିବାହୀ। ତାପରେ ଟ୍ରିପଲ ଆଇରେ ପିଲାମାନେ ଆମକୁ ଦେଇଛି ଏକ୍ସ ଧାତୁ ୱାଇ ଧାତୁ ଠାରୁ କମ୍ କ୍ରିୟାଶୀଳ ଏବଂ ୱାଇ ଧାତୁ ଜେଡ୍ ଧାତୁ ଠାରୁ କମ୍ କ୍ରିୟାଶୀଳ ହୋଇଥିଲେ ନିମ୍ନତ ମଧ୍ୟରୁ କେଉଁଟି ଠିକ? ତାହେଲେ ପିଲାମାନେ ଏଇଟା ଆମର କେଉଁଟି ଠିକ ହବ? ଦେଖ ଏଠି ଏକ୍ସ ଧାତୁ ୱାଇ ଧାତୁର ଲବଣ ଦ୍ରବଣରୁ ୱାଇ ଧାତୁ ବିସ୍ଥାପିତ କରିପାରିବ ନାଇଁ। ପିଲାମାନେ ଏଟା ଭୁଲ ଅଛି। ତାପରେ ଦେଇଛି ୱାଇ ଧାତୁ ଜେଡ୍ ଧାତୁ ଲବଣ ଦ୍ରବଣ ଜେଡ୍ ଧାତୁକୁ ବିସ୍ତାର, ନାଇଁ ଏଇଟା ପିଲାମାନେ ଏଇଟା ସମ୍ପୂର୍ଣ୍ଣ ଆକ୍ଚୁଆଲି ଭୁଲ ଅଛି। ତେଣୁ ଏଇଟା କ'ଣ ହବ? ଉଭୟ କ ଓ ଖ ଠିକ ନୁହଁ। ବୁଝିଲା? ଏଇଟା ଉଭୟ କ ଓ ଖ ଠିକ ନୁହେଁ। ତାପରେ ଆଇଭି କେଉଁଟି ପ୍ରକୃତିରେ ଉପଲବ୍ଧ ନୁହେଁ? ତାହେଲେ ପ୍ରକୃତିରେ କେଉଁଟି ଉପଲବ୍ଧ ନାହିଁ? ପିଲାମାନେ ଧାତୁ ଅଛି, ଅଧାତୁ ଅଛି, ଉପଧାତୁ, କିନ୍ତୁ ମିଶ୍ର ଧାତୁ ପ୍ରକୃତିରେ ନାହିଁ। ତାହେଲେ ଘ ହେଉଛି କରେକ୍ଟ ଆନ୍ସର। ତାପରେ ପିଲାମାନେ ଆମେ 2 ନମ୍ବର କ୍ୱେଶ୍ଚିନ୍ ଯିବା। 2 ନମ୍ବର ଦେଇଛି ନିମ୍ନୋକ୍ତ ପ୍ରତ୍ୟେକରେ ଗୋଟିଏ ଲେଖାଏଁ ଉଦାହରଣ ଦିଅ। ଦେଇଛି ଅତ୍ୟନ୍ତ କ୍ରିୟାଶୀଳ ଧାତୁ। ପିଲାମାନେ ସୋଡିୟମ। ସୋଡିୟମ କାହିଁକି ଅତ୍ୟନ୍ତ କ୍ରିୟାଶୀଳ ଧାତୁ? ପିଲାମାନେ ସୋଡିୟମର ରାସାୟନିକ ସଂକେତ କ'ଣ? Na। ବୁଝିହେଲା? ପିଲାମାନେ ମନେ ରଖିଥିବ ସବୁବେଳେ 10ଟି 20ଟି ମୌଳିକର ନାଁ ମନେ ରଖିବ ପ୍ରଥମ ଆଡ଼ୁ। ହାଇଡ୍ରୋଜେନ, ହିଲିୟମ, ଲିଥିୟମ, ବେରିଲିୟମ, ବୋରୋନ, କାର୍ବନ, ନାଇଟ୍ରୋଜେନ, ଅକ୍ସିଜେନ, ଫ୍ଲୋରିନ, ନିଅନ। ଏଇ 10ଟି ସୁନିଶ୍ଚିତ ବର୍ତ୍ତମାନ ଅଷ୍ଟମ ଶ୍ରେଣୀ ପାଇଁ ଦରକାର ହେଲା। ସୋଡିୟମ ହେଉଛି ଆମର 11 ଆସୁଛି। ସୋଡିୟମ ହେଉଛି କ୍ରିୟାଶୀଳ ଧାତୁ। ଯଦି ତମେ ଗୋଟେ ସୋଡିୟମକୁ ଧରିବ ଏବଂ ପାଣିରେ ପକେଇଦବ ସେ ସାଙ୍ଗେ ସାଙ୍ଗେ ବହୁତ ଜୋରରେ ରିଆକ୍ସନ କରିବ, ପ୍ରତିକ୍ରିୟା କରିବ। ତାପରେ ଡବଲ ଆଇ ଦେଇଛି ଅତ୍ୟନ୍ତ କ୍ରିୟାଶୀଳ ଅଧାତୁ ହେଲା ଉଜାନ। ତାପରେ ଟ୍ରିପଲ ଆଇରେ ତରଳ ଅବସ୍ଥାରେ ଉପଲବ୍ଧ ଧାତୁ ସେ ହେଉଛି ପାରଦ। ବୁଝିଲା? ତରଳ ଅବସ୍ଥାରେ ଉପଲବ୍ଧ ଅଧାତୁ ହେଲା ବ୍ରୋମିନ। ଆଉ ଉପଧାତୁର ଗୋଟେ ନାଁ ହେଉଛି ସିଲିକନ। ଲୁହା ଥିବା ଏଲୟ ହେଉଛି ଇସ୍ପାତ ବା ଷ୍ଟିଲ। ଲୁହା ନଥିବା ଏଲୟ ହେଉଛି ପିତ୍ତଳ। କୃତ୍ରିମ ମୌଳିକ ହେଉଛି ହାସିୟମ ହେଲା। ତାପରେ ଏଇଟା ହାସିୟମ ନୁହଁ ପିଲାମାନେ, ଭୁଲ ଲେଖିଛି, ଏଇଟା ହିଲିୟମ। ହିଲିୟମ ଲେଖିବ, ହିଲିୟମ। ତାପରେ ମୁକ୍ତ ଅବସ୍ଥାରେ ପ୍ରକୃତିରେ ଉପଲବ୍ଧ ମୌଳିକ ହେଉଛି ସୁନା ଓ ରୂପା। 3 ନମ୍ବର ପିଲାମାନେ ଦେଲା ଆମକୁ ତଳ ଉକ୍ତି ଗୁଡ଼ିକର ଶୂନ୍ୟସ୍ଥାନ ପୂରଣ କରି ପୁରା ବାକ୍ୟଟିକୁ ଖାତାରେ ଲେଖ। ତାହେଲେ ଦେଇଛି ଧାତୁ ପ୍ଲସ ଅକ୍ସିଜେନ ହେଲା ଇମ୍ପ୍ଲାଇଜ୍ ଦ୍ୟାଟ୍ ଏ ସ୍ଥାନରେ କ'ଣ ରହିବ? ପିଲାମାନେ ଧାତୁ ନିଅ ଗୋଟେ ମନେକର ସୋଡିୟମ। ବୁଝିହେଲା? ସୋଡିୟମ ପ୍ଲସ ଅକ୍ସିଜେନ କ'ଣ ହବ? ସୋଡିୟମ ଅକ୍ସାଇଡ, ମାନେ ଧାତବ ଅକ୍ସାଇଡ। ବୁଝିହେଲା? ଏଇଠି ହବ ଧାତବ ଅକ୍ସାଇଡ। ଡବଲ ଆଇରେ କ'ଣ ଦେଇଛି? ଏ ପ୍ଲସ ଜଳ ଇଜ ଇକ୍ୱାଲ ଟୁ ପି ହେଲା। ସେଇଟା ହେଲା ଧାତବ ହାଇଡ୍ରୋକ୍ସାଇଡ। ସୋଡିୟମ ହାଇଡ୍ରୋକ୍ସାଇଡ ପ୍ଲସ ଜଳ ହେଲା। ସୋଡିୟମ ସୋଡିୟମ ଦେଖ, ସୋଡିୟମ ପ୍ଲସ ଜଳ ହେଲା H2O, ବାହାରିବ ସୋଡିୟମ ହାଇଡ୍ରୋକ୍ସାଇଡ NaOH ହେଲା, ଧାତବ ହାଇଡ୍ରୋକ୍ସାଇଡ। ତାପରେ ଟ୍ରିପଲ ଆଇରେ ହେଲା ପି ଦେଇଛି ଡ୍ୟାଶ ଲିଟମସକୁ ଡ୍ୟାଶ ଲିଟମସରେ ଲାଲ ଲିଟମସକୁ ନୀଳ ଲିଟମସରେ ପରିଣତ କରେ। ତାପରେ ଅଧାତୁ ପ୍ଲସ ଅକ୍ସିଜେନ ତାହେଲେ କ'ଣ ହେଇଯିବ? ହେଲା ଅଧାତବ ଅକ୍ସାଇଡ। ଧାତବ ପ୍ଲସ ଅକ୍ସିଜେନ ହେଲା ଧାତବ ହାଇଡ୍ରୋକ୍ସାଇଡ, କିନ୍ତୁ ଅଧାତୁରେ ଅକ୍ସିଜେନ ମିଶିଲେ ଅଧାତବ ଅକ୍ସାଇଡ। ତାପରେ ବି ପ୍ଲସ ଜଳ ଇମ୍ପ୍ଲାଇଜ୍ ଦ୍ୟାଟ୍ କ୍ୟୁ। ତାହେଲେ କ୍ୟୁ ସ୍ଥାନରେ କ'ଣ ହବ? ପିଲାମାନେ କ୍ୟୁ ସ୍ଥାନରେ ହବ ଅମ୍ଳ। ବୁଝିଲା? ଅମ୍ଳ। ତାପରେ ଡ୍ୟାଶ ଲିଟମସ ଏଇଟା ହେଲା, ଏଠି ଲାଲ ନଥିଲା, ଏଠି ଦେବ ହବ କ'ଣ? ନୀଳ ଲିଟମସ ଲାଲ ଲିଟମସରେ ପରିଣତ କରେ। ତାପରେ ବୁଝିଲା? ତାପରେ ଆମେ ଦେଖିବା
ଦେଇଛି Fe+O2 ହେଲା କ'ଣ ହେବ Fe2O3 ହେବ ଏଇଟା Fe2O3 ଫେରିକ୍ ଅକ୍ସାଇଡ୍ କାର୍ବନ ୱାଟର ମିଶିଲେ ପିଲାମାନେ କାର୍ବନ ୱାଟର ମିଶିଲେ ଏଇଟା ଭୁଲ ଦେଇଦେଇଛି ଏଇଟା ହେଲା Fe ହେଲା Feରେ ୱାଟର ମିଶିଲେ Fe ହାଇଡ୍ରୋକ୍ସାଇଡ୍ FeOH3 ତାପରେ Mg+O2 ହେଲା MgO ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ତାପରେ ଏଇଟା ହେବ ଆମର କ'ଣ MgOH ଏଇଟା D ଜାଗାରେ Mg ପକେଇଲେ MgOH2 ମ୍ୟାଗ୍ନେସିୟମ୍ ହାଇଡ୍ରୋକ୍ସାଇଡ୍ ବୁଝିହେଲା ତାପରେ ପିଲାମାନେ ଆମେ 4 ନମ୍ବର କ୍ୱେଶ୍ଚିନ୍ ଯିବା 4 ନମ୍ବର ଆମକୁ କ'ଣ ଦେଇଛି ପି ଧାତୁର ଲବଣ ଦ୍ରବଣରେ କ୍ୟୁ ଧାତୁ ପକେଇବାରୁ କ୍ୟୁ ଧାତୁରେ ଲବଣ ସୃଷ୍ଟି ହେଲା ପି ଓ କ୍ୟୁ ମଧ୍ୟରୁ କେଉଁଟି ଅଧିକ ପ୍ରତିକ୍ରିୟାଶୀଳ ଲେଖ ଏବଂ କାହିଁକି ବୁଝାଅ ପିଲାମାନେ ପି ଧାତୁର ଲବଣ ଦ୍ରବଣରେ କ୍ୟୁ ଧାତୁ ଅପେକ୍ଷା କ୍ୟୁ ଧାତୁର ଲବଣ ସୃଷ୍ଟି ହେଲା ତେବେ ପିୟୁ କ୍ୟୁ ଠାରୁ କ୍ୟୁ ହେଉଛି ଅଧିକ ଶକ୍ତିଶାଳୀ କାହିଁକି କାରଣ ଅଧିକ ପ୍ରତିକ୍ରିୟାଶୀଳ ଧାତୁ କମ ପ୍ରତିକ୍ରିୟାଶୀଳ ଧାତୁର ଲବଣ ଦ୍ରବଣରୁ କମ ପ୍ରତିକ୍ରିୟାଶୀଳ ଧାତୁକୁ ବିସ୍ତାପିତ କରେ ହେଲା ମନେକର ଦେଖ ଆମେ ଏଠି ଆମେ ଦେଖିବା ଗୋଟେ ଅଧିକ ପ୍ରତିକ୍ରିୟାଶୀଳ ଧାତୁ କିଏ ମନେକର ସୋଡ଼ିୟମ ନେବା ଆଉ ଗୋଟେ କମ ପ୍ରତିକ୍ରିୟାଶୀଳ ଧାତୁର ଲବଣର ଦ୍ରବଣରୁ ସେ କ'ଣ କରିବ କମ ପ୍ରତିକ୍ରିୟାଶୀଳ ଧାତୁକୁ ବିସ୍ତାପିତ ଗୋଟେ ଅଧିକ ପ୍ରତିକ୍ରିୟାଶୀଳ ଧାତୁ ସେ ଗୋଟେ ଯେ ଅଧିକ ତାଠାରୁ ଅଧିକ ପ୍ରତିକ୍ରିୟାଶୀଳ ଧାତୁକୁ ବିସ୍ତାପିତ କରିପାରିବ କି ମାନେ ତାକୁ ମାନେ ତା ଜାଗାରେ ଆଉ ସେ ବସିପାରିବ ନାହିଁ ଗୋଟେ ତମେ ମନେକର ସବଳ ଅଛ ତ ଗୋଟେ ଦୁର୍ବଳ ପିଲା ପାଖରେ ଯାଇକି ବସିପାରିବ ନା ଆଉ କିନ୍ତୁ ତମେ ସବଳ ପିଲା ତମଠୁ ଯିଏ ସବଳ ତାକୁ ହଟାଇକି ଆଉ ବସିପାରିବନି ତେଣୁ ହେଉଛି ଏଇଟା ଠିକ୍ ତାପରେ 5 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଏକ ଉପଧାତୁର ଅକ୍ସାଇଡ୍ର ଜଳୀୟ ଦ୍ରବଣର ଲାଲ ଓ ନୀଳ ଲିଟମସ୍ କାଗଜ ପକାଇଲେ କେଉଁଟି ରଙ୍ଗ ପରିବର୍ତ୍ତନ ହେବ ଲେଖ ଓ ତୁମର ଉତ୍ତରରେ ବିଜ୍ଞାନ ସମ୍ମତ କାରଣ ଦର୍ଶାଅ ପିଲାମାନେ ଯଦି ଆମେ ଏକ ଉପଧାତୁର ଅକ୍ସାଇଡ୍ରେ ଜଳୀୟ ଦ୍ରବଣରେ ଲାଲ ଲିଟମସ୍ କାଗଜ ପକାଇବା ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ କିନ୍ତୁ ଉପଧାତୁର ଅକ୍ସାଇଡ୍ର ଜଳୀୟ ଦ୍ରବଣରେ ନୀଳ ଲିଟମସ୍ ପକାଇଲେ ଏହା ରଙ୍ଗ ପରିବର୍ତ୍ତନ ଘଟି ଲାଲ ହେବ ମାନେ ନୀଳଟା ହେଉଛି ଲାଲ ହେବ କିନ୍ତୁ ଲାଲର କୌଣସି ପରିବର୍ତ୍ତନ ହେବ ନାହିଁ କାରଣ କ'ଣ ଅଧିକାଂଶ କ୍ଷେତ୍ରରେ ଉପଧାତୁ ଗୁଡ଼ିକ ଉଭୟ ଭୌତିକ ଓ ରାସାୟନିକ ଧର୍ମ ଅଧାତୁର ଧର୍ମ ସହ ସମାନ କାରଣ ସେମାନେ ହେଉଛନ୍ତି ଅଧାତୁ ଆଉ ଅଧାତୁ କ'ଣ କରେ ଅଧାତୁ କରେ ନୀଳ ଲିଟମସ୍କୁ ଲାଲ କରେ କିନ୍ତୁ ଲାଲ ହେଉଛି ଧାତୁକୁ ଅଧାତୁ କରେ ତେଣୁ ଏହା ପରିଣତ ହୋଇଥାଏ ନୀଳ ଲିଟମସ୍କୁ ଲାଲରେ ପରିଣତ ହୋଇଥାଏ ତାପରେ 6 ନମ୍ବର ପିଲାମାନେ ଆମକୁ ଦେଇଛି ଧାତୁ ଓ ଅଧାତୁ ମଧ୍ୟରେ 4ଟି ପାର୍ଥକ୍ୟ ଲେଖ ପିଲାମାନେ ପ୍ରକୃତିରେ ଧାତୁ ହେଉଛି କଠିନ ଅବସ୍ଥାରେ ଥାଏ କିନ୍ତୁ ଅଧାତୁ କଠିନ ତରଳ ଓ ଗ୍ୟାସୀୟ ତିନୋଟି ଯାକ ଅବସ୍ଥାରେ ଥାଏ ତାପରେ ଅଧିକାଂଶ ଧାତୁର ଅଜ୍ୱଲ୍ୟତା ଗୁଣ ଥାଏ କିନ୍ତୁ ଅଧାତୁର କୌଣସି ଦେଖିବ କୌଣସି ଅଧାତୁ କ'ଣ ଚମକୁ ନଥାଏ ଧାତୁ ହେଉଛି ବିଦ୍ୟୁତ ପରିବାହୀ ଅଧାତୁ ହେଉଛି ବିଦ୍ୟୁତ କୁପରିବାହୀ ଧାତୁ ସାଧାରଣତଃ ଶକ୍ତ ନମନୀୟ ଓ ତନ୍ୟ ଓ ଅଧାତୁ ହେଉଛି ଏସବୁ ପ୍ରକୃତି ନାହିଁ ତାପରେ ଧାତୁ ହେଉଛି ଗଳନାଙ୍କ ଓ ସ୍ଫୁଟନାଙ୍କ ତାର ଉଚ୍ଚ ହେଲା ଆଉ ଅଧାତୁର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ମାନେ ମେଲ୍ଟିଂ ପଏଣ୍ଟ ବଏଲିଂ ପଏଣ୍ଟ ଆର ହେଉଛି ହାଇ ଆର ହେଉଛି ଲୋ ତାପରେ ପିଲାମାନେ ଆମକୁ ଦେଇଛି ଧାତୁ ଓ ଅଧାତୁ ମଧ୍ୟରେ 3ଟି ରାସାୟନିକ ପ୍ରକୃତି ଭିତ୍ତିକ ପାର୍ଥକ୍ୟ ଲେଖ ପିଲାମାନେ ଧାତବ ଅକ୍ସାଇଡ୍ ଗୁଡ଼ିକ କ୍ଷାରୀୟ ଅଟନ୍ତି କିନ୍ତୁ ଅଧାତବ ଅକ୍ସାଇଡ୍ ଗୁଡ଼ିକ ଅମ୍ଳୀୟ ଅଟନ୍ତି ଆଉ ଧାତୁ ଲବଣ ସହ ପ୍ରତିକ୍ରିୟା କରେ ଅଧାତୁ ଓ ଲବଣ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା କେବେ ହେବ ନାହିଁ ତାହେଲେ ଧାତୁ ଓ ଅମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଗଠିତ ହୋଇଥାଏ ଅଧାତୁ ଓ ଅମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଗଠିତ ହୁଏ ନାହିଁ ଇଏ ହେଲା ପାର୍ଥକ୍ୟ ରହିଲା ଆମର ତାପରେ 8 ନମ୍ବର କ୍ୱେଶ୍ଚିନ୍ ଆମକୁ ଦେଇଛି ବହିର ଶେଷ କ୍ୱେଶ୍ଚିନ୍ ମିଶ୍ର ଧାତୁ ଗୁଡ଼ିକର ବିଶେଷତ୍ୱ କ'ଣ ଉଦାହରଣ ସହ ଆଲୋଚନା କର ପିଲାମାନେ ଏକାଧିକ ଧାତୁ ହେଲା ଓ ଅଧାତୁ କିମ୍ବା ଧାତୁ ଓ ଉପଧାତୁର ସମଜାତୀୟ ମିଶ୍ରଣକୁ ଆମେ କ'ଣ କହିବା ଆଲୟ କହିବା ବା ମିଶ୍ର ଧାତୁ କହିବା ମାନେ ଲୁହା ପ୍ଲସ୍ କାର୍ବନ ଆମର ହେଉଛି ଇସ୍ପାତ ଏଇଟା ଗୋଟେ ସର୍ଟ କ୍ୱେଶ୍ଚିନ୍ ଯେମିତି ହେଲେ ଏଇ 4ଟିଙ୍କ ଭିତରୁ ଗୋଟେ ଆସିବ 4ଟି ଯାକ ସର୍ଟ କ୍ୱେଶ୍ଚିନ୍ ଯେମିତି ହେଲେ ମନେ ରଖ ପିଲାମାନେ ତମ୍ବା ଆଉ ଟିଣ ମିଶିଲେ ହେଉଛି ବ୍ରୋଞ୍ଜ ତାପରେ ତମ୍ବା ଆଉ ଦସ୍ତା ମିଶିଲେ ହେଉଛି ପିତ୍ତଳ ସୀସା ଯୁକ୍ତ ଟିଣ ହେଉଛି ଆମର ସୋଲଜର ହେଲା ଏସବୁ ମନେ ରଖିବ ଏଇଟା ହେଲା ଇମ୍ପୋର୍ଟାଣ୍ଟ ହେଲା ଆମ ମିଶ୍ର ଧାତୁ ଏତିକି ଆମ ପରୀକ୍ଷାରେ ଲେଖିବ ପଢ଼ିକି